ସତ୍ୟବତ महाराज ବରରାଣୀ ପଦ୍ମାବତୀ ମୋର ସ୍ୱର୍ଗଗାମୀ ହେବା ଅନ୍ତିମରୁ ମୋ ଜୀବନରେ ଶାନ୍ତି ନାହିଁ ମୋର। महाराज ବିଷତୁଲ ପରିଲାସ ରାଜ୍ୟ ସିଂହାସନେ ରାଣୀଙ୍କ ବିଚ୍ଛେଦେ ହେଲେ ମହାମନ୍ତ୍ରୀ महाराज ପଦ୍ମାବତୀ ବେନିତ ପୁତ୍ର ଜାତ କରି ସାରଙ୍ଗ ଓ ତରଙ୍ଗକୁ ସାନ ରାଣୀ ଦୁର୍ଗେଶ୍ୱରୀ ଯେପରି ଲାଲନ ପାଳନ କରୁଛନ୍ତି महाराज ତାଙ୍କ ଖୁସିରେ ମୁଁ ବହୁତ ଆନନ୍ଦିତ ଅନୁଭବ କରୁଛି ମହାମନ୍ତ୍ରୀ। महाराज ହେଲେ ମହାମନ୍ତ୍ରୀ महाराज ସେପଟେ ମୋ କନିଷ୍ଠ ଭ୍ରାତା ବଲବନ୍ତ ବଲିଆ ସିଂ ସମ୍ପୂର୍ଣ୍ଣ କର୍ଣ୍ଣାଟକ ରାଜ୍ୟକୁ ସୁରକ୍ଷା ଦେଇ ଆସିଥିବାରୁ ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ठीक अच्छे महाराज ଆଉ ଶେଷରେ ତମକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି ମହାମନ୍ତ୍ରୀ। जय आज्ञा महाराज ମହାମନ୍ତ୍ରୀ महाराज କର୍ଣ୍ଣାଟକର মুখে স্মিত হস মহামন্ত্রী महाराज কর্ণাটক মুখে স্মিত হস রাজসভা মধ্যে করে গমন পতি গমতি প্রভু লবণ রঙে নদী গমতি প্রভু লবণ। ধনী পড়ে কুবের সে পানি পড়ে সে দুর্যোধন। মহাদানী পরি বনই চাকরাই দানী সমগ্র প্রজাକୁ করে নিজ সন্তান ইতি নাট অজিতার ଏହି ରଚନା ଇତି ନାଟ ଅଜିତାର ଏହି ରଚନା। ମହାମନ୍ତ୍ରୀ ସତ୍ୟବତ ମହାମନ୍ତ୍ର କହିକି ପାରିବ ଏହି ମୋ କର୍ଣ୍ଣାଟକ ରାଜ୍ୟର ସବିଶେଷ ବିବରଣୀ तेबे शुणन्तु महाराज ଅତି ଶୀଘ୍ର ପ୍ରକାଶ କରନ୍ତୁ ମହାମନ୍ତ୍ରୀ। शुणन्तु हे कर्णाटपति बुझाई कहुछि ए राजनीति शुणन्तु हे कर्णाटपति
ତାପରେ ମହାମନ୍ତ୍ରୀ ରାଜରେ ନାଇଁ ଅଭାବ ନାରାୟଣ କୁମାର ଦେବ ସତ୍ୟ ମହାମନ୍ତ୍ରୀ ମହାରାଜ ନାରା ରାଜରେ ନାଇଁ ଅଭାବ ନାରାୟଣ କୁମାର ଦେବ ମହାମନ୍ତ୍ରୀ রাজনর নারী প্রভু আত্রাকারী রাজনর নারী প্রভু আত্রাকারী শ্রীমুখে বজন্তি শ্রী লক্ষ্মীপতি শুনন্তু এ কর্ণাটপতি বুঝাই কହୁছি এ রাজনীতি শুনন্তু এ কর্ণাটপতি ସତେକି ମହାମନ୍ତ୍ରୀ ସତେ ତାହେଲେ ମୋର କର୍ଣ୍ଣାଟକରେ ଧନ୍ୟ ଧନ୍ୟ ମନ୍ତ୍ରୀ ଧନ୍ୟ ମହାମନ୍ତ୍ରୀ ତାହେଲେ ମୋରି ଶାସନରେ ସମସ୍ତ ଜନା ପ୍ରଜାବାସୀ କୁଶଳରେ ଅଛନ୍ତି মহারাজ ହେଲେ ମହାମନ୍ତ୍ରୀ মহারাজ ଦୀର୍ଘ ଦିନ ହେଲା ମୋର କନିଷ୍ଠ ଭ୍ରାତା ବଳବନ୍ତ ବଲିଆ ସହିତ ସାକ୍ଷାତ ହୋଇନାହିଁ ମହାମନ୍ତ୍ରୀ মহারাজ ଏଣୁ ଅବିଳମ୍ବ ଡକାଅ ମୋର କନିଷ୍ଠ ଭ୍ରାତା ବଳବନ୍ତ ବଲିଆ ସିଂହକୁ ঠিক আছে মহারাজ ହଉ ମହାମନ୍ତ୍ରୀ এবার দেখাচ্ছি ତେବେ ଅତି ଶୀଘ୍ର ଡକାଅ ମହାମନ୍ତ୍ରୀ ঠিক আছে মহারাজ ହଉ ମହାମନ୍ତ୍ରୀ କର୍ଣ୍ଣାଟକର ଅଧିପତି ମହାରାଜାଙ୍କର ଜୟ ହେଉ। ମହାରାଜାଙ୍କର ଜୟ ହେଉ। ହେ ଜ୍ୟେଷ୍ଠ ଭ୍ରାତା, ମୋ କର୍ଣ୍ଣାଟକ ରାଜ୍ୟର ସୀମାରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ଆପଣଙ୍କ କଥା ମନେ ପଡ଼ିବାରୁ ମୁଁ ଚାଲି ଆସିଛି ଆପଣଙ୍କ ସମ୍ମୁଖକୁ ଆପଣଙ୍କୁ ମନ ଭରି ଦର୍ଶନ କରିବା ପାଇଁ। ବଳବନ୍ତ ହଁ, ଆରେ ବଡ଼ ଭାଇ ଭାଇ। ମୁଁ ମଧ୍ୟ ତତେ ଦୀର୍ଘ ଦିନ ହେଲା ସାକ୍ଷାତ ହୋଇନାହିଁ ଏଣୁ ଭାଇ ଆ ମୋ ପାଖକୁ ଆ ବାହୁରେ ବାହୁ ମିଶାଇ ଆଲିଙ୍ଗନ କରିଦେବା ଆସ ଭାଇ ଆରେ ଭାଇ ବଳବନ୍ତ ହଁ ବଡ଼ ଭାଇ, ବଡ଼ ଭାଇ, ବଳବନ୍ତ ବାସ୍ତବରେ ଆପଣଙ୍କ ଦର୍ଶନ କରି ଏ ସାନ ଭାଇ ଜୀବନଟା ବୃଥାନ୍ତ ହେଇଯାଇଛି ବଡ଼ ଭାଇ। ହଁ ବଳବନ୍ତ ହେଲେ ଆଉ ଗୋଟାଏ କଥା ବଡ଼ ଭାଇ, କି କଥା ବଳବନ୍ତ ଅନେକ ଦିନ ହେଲା ଆପଣଙ୍କ ସମ୍ମୁଖରେ ସେହି ଗୋଟାଏ କଥା କହିବାକୁ ମୁଁ ଭାବୁଅଛି, ହେଲେ କି କଥା ଭାଇ? ହେଲେ ସେହି କ୍ଷୁଦ୍ର ଅଭିଯୋଗ ପରିପ୍ରକାଶ କରିପାରୁନାହିଁ ବଡ଼ ଭାଇ। ଆରେ ବଳବନ୍ତ ହଁ ତୁ ପୁଣି କହୁଛୁ ଗୋଟେ ସାମାନ୍ୟ କ୍ଷୁଦ୍ର ଅଭିଯୋଗ ହଁ ବଡ଼ ଭାଇ। ଆରେ ଭାଇ ହଁ। ସମୟ ପଡ଼ିଲେ ତୋ ପାଇଁ ମୋ ମୂଲ୍ୟବାନ ଜୀବନଟା ଉତ୍ସର୍ଗ କରିଦେଇପାରେ ନାଇଁ 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 ବଡ଼ ଭାଇ, ଆପଣଙ୍କ ମୂଲ୍ୟବାନ ଜୀବନ
ମୋ ପାଇଁ ସ୍ୱର୍ଗତ କରିବା ଆବଶ୍ୟକ ନୁହେଁ ବଡ଼ ଭାଇ। ବଳବନ୍ତ କେବଳ ଆପଣ ମନ ଦେଇ ଅର୍ପଣ କରନ୍ତୁ ଏ ସାନ ଭାଇ କ୍ଷୁଦ୍ର ଅଭିଯୋଗଟା କଣ? କି କଥା ଭାଇ? ଶୁଣ ମୋର ପାଣି ହେ ବହୁଳ ମଣି ଏହି ଅଭିଯୋଗ ପ୍ରଶ୍ନ। ଶୁଣ ମୋର ପାଣି ହେ ବହୁଳ ମଣି ଏହି ଅଭିଯୋଗ ପ୍ରଶ୍ନ। ବୃଦ୍ଧ ବୟସ ଆସି ହେଲା ଉପସ୍ଥିତ ଦିଅ ରାଜ୍ୟ ସିଂହାସନ। ବୃଦ୍ଧ ବୟସ ଆସି ହେଲା ଉପସ୍ଥିତ ଦିଅ ରାଜ୍ୟ ସିଂହାସନ। ଦିଅ ରାଜ୍ୟ ମୁକୁଟ, ଦିଅ ରାଜ୍ୟ ମୁକୁଟ, କର୍ଣ୍ଣାଟକରେ ହେବି ସମ୍ରାଟ। ଦିଅ ରାଜ୍ୟ ମୁକୁଟ। ବଡ଼ ଭାଇ ଆପଣଙ୍କ ରାଜ୍ୟ ମୁକୁଟ ଦିଅନ୍ତୁ। ବଳବନ୍ତ ହଁ ବଡ଼ ଭାଇ ଏ ପୁଣି ତୁ କଣ ପାଇଁ ଯାଉଛୁ? ମୋ ବିଦୁ ସମ୍ପତ୍ତିର ଖଣ୍ଡେ ମଧ୍ୟ ତତେ ଭାଗ ଦେବି ନାହିଁ। ବଡ଼ ଭାଇ ଏ ଆପଣ କଣ କହୁଛନ୍ତି ବଡ଼ ଭାଇ? ହଁ ବଳବନ୍ତ ଆପଣ ଆଡୁ ମୋ ଭିତରେ ପିତୃ ସମ୍ପତ୍ତିଟା ବଣ୍ଟନ ହେଇନି। ଆପଣ କହୁଛନ୍ତି ଆପଣଙ୍କ 12 ବର୍ଷର ବେନିପୁତ୍ର ଆଉ ନାହିଁ। ବଳବନ୍ତ ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁହି ରେ। ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁହି ରେ। ଚାବୁକ ପ୍ରହାର ପିଟି ପିଟି ତୋର ଚମଡ଼ା ଛଡ଼ାଇ ଦେବି ରେ। ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁହି ରେ। ବଳବନ୍ତ ବଳବନ୍ତ ହଁ ବଡ଼ ଭାଇ রাজা হেবা পাই বলুছু মানস জ্যেষ্ঠ ভাই তাই হেবু কি নরেশ। রাজা হেবা পাই বলুছু মানস জ্যেষ্ঠ ভাই তাই হেবু কি নরেশ। পানির ফটুকা সদস্য আদার ক্ষণ হেব আজি মোঠারে। জমর পাখরে নাহি দয়া ক্ষমা ন জাণু কি মূর্খ তুহি রে। বলবন্ত ବଳବନ୍ତ ମୁଁ ମଧ୍ୟ ତତେ ହଁ ବଡ଼ ଭାଇ ସେ ସଂସଦ ପାଇଁ କହି ଦଉଛି ମୋ ବିଦ୍ୟୁତ ସମ୍ପତ୍ତିର ଖଣ୍ଡେ ଅଂଶ ଦେବି ନାହିଁ। ତାହେଲେ ଏ ଉତ୍ତରାଧିକାରୀ ହେଉଛନ୍ତି ମୋର ବେନିପୁତ୍ର ସାରଙ୍ଗ ଓ ତରଙ୍ଗ। ତାହେଲେ ଆପଣ ସହିତ ବଳତ୍କାର କରିବାକୁ ପଡ଼ିବ। ରାଜ୍ୟ ସିଂହାସନ ନଦେଲେ ଅଗ୍ରଜ କରିବି କୁଟ କପଟ। ରାଜ୍ୟ ସିଂହାସନ ନଦେଲେ ଅଗ୍ରଜ କରିବି କୁଟ କପଟ। ବଲେ ବଲେ ଛଲେ ଛଡ଼ାଇ ଆଣିବି ସୁବର୍ଣ୍ଣ ରାଜ୍ୟ ମୁକୁଟ। ବଳବନ୍ତ ରାଜେ ହେବି ରାଜନ ବ୍ରଜବାସୀ ମାନଙ୍କୁ କରିବି ଶାସନ। ରାଜେ ହେବି ରାଜନ ବଡ଼ ଭାଇ ବଡ଼ ଭାଇ ବଳବନ୍ତ ତାହେଲେ ଆପଣ ସହିତ ଯୁଦ୍ଧ କରିବାକୁ ପଡ଼ିବ। ହେଲେ ଗୋଟାଏ ସର୍ତ୍ତରେ କି ସର୍ତ୍ତ? ବେନିଗଟି ସର୍ତ୍ତରେ। ପ୍ରଥମ ସର୍ତ୍ତଟି ହେଉଛି ଯୁଦ୍ଧରେ ଯିଏ ଜୟ ଲାଭ କରିବ ସେ ହେବ ଏ କର୍ଣ୍ଣାଟକ ରାଜ୍ୟର ପ୍ରକୃତ ଅଧିକାର। ତାହେଲେ ଠିକ ଅଛି। ଆଉ ଯୁଦ୍ଧରେ ଯିଏ ପରାଜୟ ଲାଭ କରିବ ତାକୁ ଅନେକ ବାଣ ମାରି ଅପମାନିତ କରି ରାଜ୍ୟ ଦରବାରରୁ ବିତାଡ଼ିତ କରାଯିବ। ବଡ଼ ଭାଇ ଠିକ ଅଛି ବଳବନ୍ତ ତୁ ଯେତେବେଳେ ସେଇ ସର୍ତ୍ତଟି ରଖିଛୁ ତାହେଲେ ସେଇ ସର୍ତ୍ତଟି ତୋରି ଆଉ ମୋରି ମଧ୍ୟରେ ରହିଲା। ଆଉ କେମିତି କେହି ନ ଜାଣନ୍ତି। ତା ଶଲ୍ୟ କରୁନି ଜ୍ୟେଷ୍ଠ ସହୋଦର ଅଙ୍ଗେ ଯଦି ଯୁଦ୍ଧଟା ଆରମ୍ଭ ହେଇନି।
ପାଣ୍ଡବ କୌରବ ମଧ୍ୟରେ ଯେମିତି ଯୁଦ୍ଧଟା ଦ୍ୱାପର ଯୁଗରେ ହେଇଥିଲା, ବାପାର ସମ୍ପତ୍ତିକୁ ନେଇ ଠିକ୍ ଆଜି ମଧ୍ୟ ବାପାର ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରୁ ଯୁଦ୍ଧ ହବ ବଡ଼ ଭାଇ। ঠিক ଅଛି ଅଙ୍ଗେ ଯଦି ଶକ୍ତି ଅଛି ଧର ଅସ୍ତ କର ରଣ ଯୁଦ୍ଧ। ଠିକ୍ ଅଛି ବଡ଼ ଭାଇ। ତାହେଲେ ହେଇଯାଉ। ଦେଖିଲୁ ବଳବନ୍ତ, ଦେଖିଲୁ ତୁ ସେଇ ସର୍ତ୍ତଟା ରଖିଥିଲୁ ବୋଲି ମନେ ପକା ତୋର ସେଇ ସର୍ତ୍ତକୁ। ବଡ଼ ଭାଇ ମତେ କ୍ଷମା କରି ଦିଅନ୍ତୁ ବଡ଼ ଭାଇ। ବଳବନ୍ତ ବାପାର ଅଧିକ ଭାଗ ପାଇଁ ମୁଁ ଆସିଥିଲି ବଡ଼ ଭାଇ। ମତେ ମତେ କ୍ଷମା କରି ଦିଅନ୍ତୁ ବଡ଼ ଭାଇ। ମୋ ପାଖରେ ଦୟା କ୍ଷମାର ସ୍ଥାନ ନାହିଁ। ବଡ଼ ଭାଇ ମତେ କ୍ଷମା କରି ଦିଅନ୍ତୁ ବଡ଼ ଭାଇ। କ୍ଷମା କରି ଦିଅନ୍ତୁ। ମୁଁ କେବେ ବି କ୍ଷମା କରିପାରିବି ନାହିଁ। ନଦୀ ଏ ପାରି ଦଣ୍ଡ ଦଣ୍ଡ ଧାରି, ନଦୀ ଏ ପାରି ଦଣ୍ଡ, ନଦୀ ଏ ପାରି ଦଣ୍ଡ ଦଣ୍ଡ ଧାରି, ନଦୀ ଏ ପାରି ଦଣ୍ଡ ଧାରି। জানি জানি দোষ কালি, জানি জানি দোষ কালি, ও অধম দুরা চারি দণ্ড ধারি, নদায় করি বলবন্ত নদী এ পারি দণ্ড দণ্ড ধারি, बड़ भाई राजे राजा है भी बोली, गुटा चौकांत कोली, राजे राजा है भी बोली, गुटा चौकांत कोली। বলবন্ত स्नेह संपर्क न जानी, বলবন্ত मुझे
ନିଜେ ସାଜିଲି ଭଣ୍ଡାରୀ ଦଣ୍ଡଧାରୀ ଦଧିଅ ଇଙ୍କ ମହାମନ୍ତ୍ରୀ ସତ୍ୟବ୍ରତ ମହାରାଜ ସେ କୁଲାଙ୍ଗରକୁ ମୁଁ ପିଟି ପିଟି ଏ ରାଜ୍ୟରୁ ବାହାର କରିଦେଉଛି। ହେଲେ ମହାମନ୍ତ୍ରୀ ମହାରାଜ ଆଉ ଯଦି କେବେ ସେ ରାଜ୍ୟକୁ ଫେରି ଆସ ତାର ମୁଣ୍ଡ ଛେଦନ କରି ଏ ରାଜ୍ୟରୁ ଫିଙ୍ଗିଦେବ। ଠିକ ଅଛି ମହାରାଜ। ହେଲେ ମହାମନ୍ତ୍ରୀ ମହାରାଜ ତେବେ ଯିବା ମୋର ବେନିପୁତ୍ର ସାରଙ୍ଗ ଓ ତରଙ୍ଗ ପାଖକୁ। ତେବେ ଚାଲନ୍ତୁ ମହାରାଜ। ହଁ ମହାମନ୍ତ୍ରୀ ତାହେଲେ ଯିବା। ହଁ ଚାଲନ୍ତୁ ଅବିଳମ୍ବ କାହିଁକି। हल